ଜୟ ଜଗନ୍ନାଥ। ଆଜି ଗୋଟେ ଛୋଟ ଉଦାହରଣ ଦେଉଛି। ଛୋଟ ଉଦାହରଣ କହି ସବୁବେଳେ ବି ବଡ଼ ହେଇଯାଉଛି। ସେ ଭଗବାନଙ୍କର ଇଚ୍ଛା ଥାଇପାରେ। ମଣିଷ ଯେତେବେଳେ ସୁନ୍ଦରତା ଥାଏ, ଅନେକ ପୁରୁଷ ଅଛନ୍ତି ତାଙ୍କ ସୁନ୍ଦରତାକୁ ଦେଖି ଲୋଭରେ ତାଙ୍କ ସେଥିରେ ପ୍ରଭାବିତ ହୋଇଯାଆନ୍ତି। କିନ୍ତୁ ଯେତେବେଳେ ତାର ସୁନ୍ଦରତା କମିଯାଏ ତାକୁ ଭୁଲିଯାଆନ୍ତି, ତୁଚ୍ଛ କରିଦିଅନ୍ତି। ମୋ ମତରେ ଏହା ଠିକ୍ ନୁହଁ। ଖାସ୍ କରି ନିଜ ଲୋକଙ୍କ କଥା ମୁଁ କହୁଛି। ତାମାନେ ସମସ୍ତେ ସୁନ୍ଦରତା ଦେଖିକି ମୋହିଯିବେ, ତାହା ତ ପାପ। ମୋ ସ୍ୱାମୀଙ୍କ କଥା କହୁଛି କି ମୋ ସାଙ୍ଗମାନଙ୍କ କଥା କହୁଛି। ତେଣୁ ଗୋଟିଏ କଥା ହେଲା, ମଣିଷ ସୁନ୍ଦର ଥାଉ କି ଅସୁନ୍ଦର ଥାଉ, ଆପଣ ଯେତେବେଳେ ମଣିଷ ସାଥିରେ ଗୋଟେ ପବିତ୍ର ବନ୍ଧନରେ ବାନ୍ଧି ହେଉଛନ୍ତି ନା, ଆପଣ ସୁନ୍ଦର ଭାବରେ ବାନ୍ଧି ହେଇଯାଆନ୍ତୁ। ଆଉ ସୁନ୍ଦର କଥାରେ ସୁନ୍ଦର ଆଳାପ କରନ୍ତୁ, କିଛି ଅସୁବିଧା ନାହିଁ। ଆପଣଙ୍କ ଭାବନା ଯଦି ଖରାପ ଥିବ ତାହେଲେ ଆପଣ ସୁନ୍ଦର ଭାବରେ ବାନ୍ଧି ହୋଇପାରିବ ନାହିଁ, ଆଉ ସେ ସୁନ୍ଦର ବନ୍ଧନଟା ରହିପାରିବ ନାହିଁ। ଅଳ୍ପ ଦିନେ ଛିଡ଼ିଯିବ, ଏହା ନିରାଟ ସତ୍ୟ। ଆଉ ରାଧାକୃଷ୍ଣ ଭାବରେ କିଛି ତାଙ୍କ ଜୀବନରେ ଏତେ ସ୍ମୃତି ରହିଛି, କହିବାକୁ ଗଲେ ରାଧାକୃଷ୍ଣର ମିଳନ ଯୁଗ ଯୁଗ ପାଇଁ ପବିତ୍ର, ଯୁଗ ଯୁଗ ପାଇଁ ସୁନ୍ଦର। ନା ତାକୁ ଲକ୍ଷ୍ମୀ ଠାକୁରାଣୀ ତାକୁ ଭୁଲରେ ପ୍ରମାଣିତ କରିପାରିବେ, ନା ମା ସୁଭଦ୍ରା ତାଙ୍କ ଭଉଣୀ, ନା ତାଙ୍କ ଭାଇ ବଳରାମ କେହି ତାକୁ ମାନେ ଅପବିତ୍ର ବୋଲି କହିପାରିବେ ନାହିଁ। ଏହା ନିରାଟ ସତ୍ୟ। ଲେଖା ମାଧ୍ୟମରେ ଖଞ୍ଜି ଖାଞ୍ଜିକି ଆମେ ଅନେକ ଲେଖା ଲେଖି ଦେଇପାରୁ, କିନ୍ତୁ ଯେଉଁଟା ସତ୍ୟ ତାହା ଯୁଗେ ଯୁଗେ ସତ୍ୟ। ଠିକ୍ ମୁଁ ଯଦି କାହାକୁ ଭାବନା ଭିତରେ ରାଧାକୃଷ୍ଣ ଭାବରେ ଏ ହୃଦୟ ମନ୍ଦିରରେ ବସି ପୂଜା କଲି, ଯୁଗ ଯୁଗ ପାଇଁ ସାଥୀ କଲି, ବନ୍ଧୁଟିଏ ବାନ୍ଧିଲି, ତା ମାନେ କ'ଣ ପାପ? ତା ମାନେ ସେ ବନ୍ଧୁର ଯଦି ସ୍ୱଭାବ ଟିକେ ଖରାପ ହେଲେ ଆମେ ବୁଝେଇ ଦେବୁ, ମାନେ ଅସାଧ୍ୟ ଗୋଟେ ରୋଗର ଶିକାର ହେଲେ, ତାହେଲେ ସେ ବନ୍ଧୁକୁ ଆମେ ମଧୁର ବଚନ କହି ଆଶ୍ୱାସନା ଦେଇ ତାଙ୍କୁ ସାନ୍ତ୍ୱନା ଦେଇପାରିବୁ। ଏହା ହେଲା ଆମର ମୂଳ ଲକ୍ଷ୍ୟ, ଏ ଭାବନାଟା। ଆଉ ଯେମିତି ଫୁଲଟା ତେଜ ଥିଲେ ସେଇଟା ଗ୍ରହଣ କରନ୍ତି, ଫୁଲଟା ଶୁଖିଗଲା ପରେ ତାକୁ ଅଳିଆ ଗଦାରେ ଫୋପାଡ଼ି ଦିଅନ୍ତି। ଠିକ୍ ମଣିଷକୁ ସେମିତି କରୁଛନ୍ତି, ସମସ୍ତିକି ଜୀବଜନ୍ତୁଠୁ ଧରି ସେମିତି କରୁଛନ୍ତି। ମୋ ମତରେ ଆମେ କ'ଣ ସମସ୍ତଙ୍କ ପାଇଁ ପ୍ରଥମରୁ ଯେଉଁ ଭାବଟା ରଖିଥିବା, ଶେଷ ପର୍ଯ୍ୟନ୍ତ ସେ ଭାବଟା ରଖିଲେ କ'ଣ ଅସୁବିଧା ହେଉଛି କି? କିଛି ଅସୁବିଧା ହେବ ନାହିଁ ତ। ଆମେ କାହା ସଂସାର ଭାଙ୍ଗୁ ନାହିଁ, ଆମେ କାହାର ମନ ଭାଙ୍ଗୁନୁ, ଆମେ କାହାକୁ ଦୁଃଖ ଦେବାକୁ ଚାହୁଁନୁ। ଆମେ ସମସ୍ତଙ୍କୁ ଗୋଟେ ସଚେତନ ଦେବାକୁ ଚାହୁଁଛୁ, ସତ୍ୟ ନ୍ୟାୟ ଧର୍ମ ବାଟରେ ଯିବାକୁ ଚାହୁଁଛୁ, ହିଂସାବାଦ ଅହଙ୍କାର ଠାରୁ ଦୂରେଇବାକୁ ଚାହୁଁଛୁ, ପର ଆପଣା ଭାବକୁ ମନ ଭିତରେ ନ ରଖିବା ପାଇଁ କହୁଛୁ। ଏହାରେ ତ କିଛି ଏଥିରେ ଖରାପ ନାହିଁ। ଫୁଲର ନାମ, ଆପଣ ଫୁଲଟା ମଉଳିଗଲା ପରେ ଫୋପାଡ଼ି ଦିଅନ୍ତି ସତ, କିନ୍ତୁ ସେଇ ଫୁଲର ନାମଟାକୁ କ'ଣ କାଟି ଦେଇପାରିବେ? ସେଇ ଫୁଲର ନାମ ଫୁଲ ହେଇକି ରହିବ। ଆଉ ଗୋଟେ କଥା କହୁଛି, ଦୀପଟା ଏମିତି ଅନେକ ଜିନିଷକୁ ତ ତର୍ଜମା କରି ଚାଲିଛନ୍ତି ସମସ୍ତେ। ଆଜି ମୁଁ ଦୀପକୁ ନେଇ କହୁଛି, ଏଇ ବସୁମାତା ଏ ମାଟିରେ କେତେ ମଳ କରୁଛନ୍ତି, ପରିସ୍ରା କରୁଛନ୍ତି, କେତେ ଅସନା ଆବର୍ଜନା ସବୁ ଫିଙ୍ଗୁଛନ୍ତି, କିନ୍ତୁ ସେଇ ମାଟିରେ ତାପରେ କେତେ ମାନେ କୁରାଢ଼ୀ ମାଡ଼ ଖାଉଛନ୍ତି, ଫାଉଡ଼ା କୋଡ଼ି ସବୁ ମାଡ଼ ଖାଉଛି ବସୁମତା, କିନ୍ତୁ ସେ ସବୁ କିଛି ହସି ହସି ସହୁଛି। ତାର କଷ୍ଟକୁ ସେ କାହାକୁ କେବେ କହୁଛି? ବରଂ ସେ ଗର୍ବ ଅନୁଭବ କରୁଥିବ, ମୋ ଦ୍ୱାରା ମଣିଷ ଟିକେ ଗୋଟେ ଉଆସ ପାଇପାରୁଛନ୍ତି, ମଥା ରଖିବା ପାଇଁ ଘରଟିଏ ପାଇପାରୁଛନ୍ତି, ମୋ ଦ୍ୱାରା କେତେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟର ମୂର୍ତ୍ତି ତିଆରି ହେଇପାରୁଛି, ଜୀବନ୍ତ
ଆଖ୍ୟା ତାକୁ ଦେଇ ଦେଉଛନ୍ତି ବି। ମୋ ଦ୍ୱାରା ଗୋଟେ ପବିତ୍ର ଦୀପ ବି ତିଆରି ହେଉଛି, ମୂର୍ତ୍ତି ତିଆରି ହେଉଛି। ସେଇ ଦୀପଟିକୁ ଆପଣ ଗୋଟିଏ ଛୋଟ ଦୀପ ତିଆରି କଲା ପରେ ସେଇ ମାଟିରେ ମନ୍ଦିରକୁ ଯେତେବେଳେ ନେଇକି ଯାଇଥାନ୍ତି ନା, ଘିଅ ଦୀପ ଦେଇକି, ଘିଅ ସଳିତା ଦେଇ ସେ ଦୀପଟାକୁ ଜାଳିଥାନ୍ତି। ଆଉ ଭଗବାନଙ୍କ ପାଖରେ ଆପଣ ଦୁଃଖ ଜଣେଇକି ସେଇ ଦୀପଟାକୁ ଜାଳିକି ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ ବୋଲି ଭଗବାନଙ୍କୁ କହିଥାନ୍ତି। ଆହୁରି ଗୋଟିଏ କଥା ଆପଣମାନଙ୍କୁ କହୁଛି, ଆପଣଙ୍କ ଚିନ୍ତା ଚେତନା ଭାବନା ଯଦି ନିର୍ମଳ ନଥିବ, ଆପଣ ଯେତେ ଘିଅ ଦୀପ ଜାଳିକି ପୂଜା ଅର୍ଚ୍ଚନା କଲେ ବି ଶୁଭଫଳ କସ୍ମିନ୍ କାଳେ ପାଇବ ନାହିଁ। ଏହା ନିରାଟ ସତ୍ୟ। ଆପଣ ଯଦି ଭାବନାଟା ପବିତ୍ର ଥିବ, ସମସ୍ତଙ୍କୁ ସମାନ ଭାବୁଥିବ, ସମସ୍ତଙ୍କୁ ବୁଝେଇ ପାରୁଥିବ, ସାନ୍ତ୍ୱନା ଦେଇପାରୁଥିବ, ସମସ୍ତଙ୍କ ଦୁଃଖରେ ଦୁଃଖୀ ହେଉଥିବ, ସୁଖରେ ସୁଖୀ ହେଉଥିବ, ତାହେଲେ ଆପଣ କିଛି ନ ନେଇକି ଗଲେ ବି, ଘିଅ ଦୀପ କିଛି ନ ନେଇଗଲେ, ଭଗବାନ ପାଖରେ ଖାଲି ହାତ ଯୋଡ଼ି ସମର୍ପିତ ହୋଇଗଲେ ଭଗବାନ ଖୁସି ହେଇଯିବେ। ଏହା ନିରାଟ ସତ୍ୟ। ଦୀପ ନେଇକି ହେଉଛି ମୋ ଜଗନ୍ନାଥ ଭାବରେ, ମୋ ରାଧାକୃଷ୍ଣ ଭାବରେ। କାରଣ ମୁଁ ସେଇଟା ମୋ ନିଜ ମନରୁ କହୁନି କି କାହାକୁ ଅନୁସରଣ କରି କହୁନି, ମୋ ଜଗନ୍ନାଥ ଭାବନାରେ ଏଇ ଆତ୍ମା ମନ୍ଦିରରେ ଯିଏ ଲୀଳା କରିଛନ୍ତି ତାଙ୍କରି ଭାବରେ ମୋ ମନ ଭିତରୁ ଯାହା ବାହାରେ ମୁଁ ସେଇଆ କହେ। ତେଣୁ ସମସ୍ତେ କିଏ କଳିଯୁଗରେ ଗ୍ରହଣୀୟ ହୋଇପାରିବ ନାହିଁ, କିନ୍ତୁ ମୋତେ ତାହା ପବିତ୍ର ଲାଗେ, ମୋତେ ତାହା ସୁନ୍ଦର ଲାଗେ। ଗୋଟେ କଥା ଆଜି ଯେଉଁ ଦୀପକୁ ନେଇ କହୁଛି, ଦୀପଟା ଆପଣ ଜଣେ ଜାଳିଛନ୍ତି ଘିଅ ଦୀପ ଦେଇକି, ସେ ଘିଅ ଦୀପ ଦେଇ ଜାଳିଲା ପରେ ଆଉ ଜଣେ କ'ଣ କରିବେ, ଦୀପଟି ଜଳି ଯାଇଥିବ, ଘିଅ ଦୀପ ସରିଯାଇଥିବ, ଆଉ ଜଣେ ଯଦି ଆସିବେ, ଘିଅ ଦୀପଟି ଆଣିନଥିବେ, ଘିଅ ଆଣିଥିବେ, ସଳିତା ଆଣିଥିବେ, ସେଇ ଦୀପରେ ଜାଳିଦେଲେ ଲୋକ କହନ୍ତି ପ୍ରଥମେ ଯିଏ ଜାଳିଛନ୍ତି ସେ ସବୁ ପୁଣ୍ୟଫଳ ନେଇଯାଇଛନ୍ତି, ଆଉ ଦ୍ୱିତୀୟ ଥର ଯିଏ ଜାଳିବେ ସେଥିରେ କିଛି ପୁଣ୍ୟଫଳ ପାଇବେ ନାହିଁ। ସେଇଟା ଗୋଟେ ଛୁଆଁ ଭାବରେ ଅପବିତ୍ର, ସେଇଟା ହେଇଯାଇଥାଏ, ତାର ପବିତ୍ରତା ନଥାଏ, ଏମିତି କହନ୍ତି। ମୋ ମତରେ ତାହା ଠିକ୍ ନୁହଁ। ସବୁ ଯେମିତି ଫୁଲ ମଉଳିଲା ପରେ ଫିଙ୍ଗି ଦେଉଛନ୍ତି, ଦୀପଟା ଭାଙ୍ଗିଗଲା ପରେ ଫିଙ୍ଗି ଦିଅନ୍ତୁ। କିନ୍ତୁ ଦୀପଟା ଯଦି ଜଣେ ଜାଳିକି ଯାଇଛନ୍ତି, ଆଉ ଜଣେ ଜାଳିଲେ ଆପଣଙ୍କ ଭାବନାରେ କ'ଣ ହେଇପାରେ ମୁଁ କହିପାରିବୁ ନାହିଁ। ମୋ ଭାବନାରେ କହୁଛି, ଆଉ ଜଣେ ଯଦି ଘିଅ ସଳିତା ଦେଇ ଜାଳିବ କିଛି ଅସୁବିଧା ନାହିଁ, ଆପଣ ବି ଆପଣଙ୍କ ପୁଣ୍ୟଫଳ ପାଇପାରିବେ। ଏହା ନିରାଟ ସତ୍ୟ। କାରଣ ମାଟିର ମୂର୍ତ୍ତିଟାକୁ ହଜାର ହଜାର କୋଟି କୋଟି ଲକ୍ଷ ଲୋକ ପୂଜା କରୁଛନ୍ତି, ପୂଜା କରିସାରିଲା ପରେ ତାକୁ କ'ଣ ଫିଙ୍ଗି ଦେଉଛନ୍ତି? ଏମିତି ବର୍ଷକରେ ଯେଉଁ ପୂଜାଟା ପଡ଼େ ସେକୁ ଫିଙ୍ଗି ଦିଅନ୍ତି। ତାଙ୍କର ପୂଜା ଶେଷ ହେଲା ପରେ ସେ ବିସର୍ଜନ ହେଇଯାଆନ୍ତି। କାରଣ ସେ ବିସର୍ଜନ ନହେଲେ, ଏଇଟା ଆହୁରି ଗୋଟେ ସୁନ୍ଦର କଥା କହୁଛି, ବିସର୍ଜନ ନହେଲେ ତାଙ୍କର ଗୋଟେ ଶକ୍ତି, ଯେଉଁମାନେ ତାଙ୍କର ଭକ୍ତ ପୂଜା କରିଥାନ୍ତି ତାଙ୍କ ସ୍ପିରିଟଟା ଆସେ, ତାଙ୍କୁ ଭଗବାନଙ୍କର କୁହନ୍ତି, ତାଙ୍କ ଶରୀରକୁ କଷ୍ଟ ଆଘାତ ଆକର୍ଷଣ କରନ୍ତି, ଯାହାଫଳରେ ସେ ଘରେ ନ ରଖି ବିସର୍ଜନ କରିବାକୁ ବାଧ୍ୟ ହୁଅନ୍ତି। ଏହା ମୋ ଅନୁଭୂତିର କଥା କହୁଛି। ଗୋଟେ ବର୍ଷ ମୁଁ ଖୁଦୁରୁକୁଣୀ ଓଷା କରିଥିଲି, ଭାଲୁକୁଣିଟିକୁ ଘରେ ରଖିକିରି କହିଲେ ପୂଜା କରିବି, ବିସର୍ଜନ କଲି ନାହିଁ। 15 ଦିନ ବିତିଗଲା ପରେ ସେ ଯେଉଁ ରୂପ ମୋତେ ଦେଖେଇଥିଲେ ଏବେ ବି ମୋ ରୋମମୂଳ ଟାଙ୍କୁରି ଉଠୁଛି। ତାପରେ ମୁଁ ତାଙ୍କୁ ବିସର୍ଜନ କରିଥିଲି। ଏମିତି ମୋ ଅନୁଭୂତିରେ ଅନେକ କଥା ଅଛି। ତେଣୁ ମୋ ଅନୁଭୂତିର କଥା, ମୋ ରାଧାକୃଷ୍ଣଙ୍କ ଅନୁଭବ ମିଳନ, ପବିତ୍ର ମିଳନର କଥା, ମୋ ଜଗନ୍ନାଥଙ୍କର କଥା ମୁଁ କହୁଛି। ଆଉ ମୋ କଥା ମାଧ୍ୟମରେ ଭୁଲ ଥିଲେ ମୋତେ କ୍ଷମା କରିବେ। ରହୁଛି। ଜୟ ଜଗନ୍ନାଥ। ଆପରେ ଦୀପ ନେଇ ଗୋଟେ ବୁଲିବି।